बेआईन ट्रक पार्किंग हटिला। राउरकेला पावर हाउस रोड ठारे थिबा बेआईन ट्रक पार्किंग को इतिमध्य हटाई दिया जायछि। दीर्घ वर्ष वर्ष धरी ଏହି ସ୍ଥାନଟିକୁ କିଛି ଲୋକ କବ୍ଜା କରି ରଖି ସେଠାରେ ବଡ଼ ବଡ଼ ଟ୍ରକ୍ ମାନ ଛିଡ଼ା କରାଉଥିଲେ। ଏ ବାବଦରେ ଆର୍ଏସ୍ପି କର୍ତ୍ତୃପକ୍ଷ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ଏକ ପତ୍ର ମାଧ୍ୟମରେ ଉକ୍ତ ଜବରଦଖଲ ହଟାଇବା ପାଇଁ ଅନୁରୋଧ କରିଥିଲେ। ଫଳରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାୱାର ହାଉସ୍ ରୋଡ୍ ଠାରେ ଆର୍ଏସ୍ପି ଜମିରୁ ବେଆଇନ ଭାବେ ପାର୍କିଂ ହେଉଥିବା ଟ୍ରକ୍ ତଥା ଅନ୍ୟ ସମସ୍ତ ଗାଡ଼ିକୁ ଗତ 27 ତାରିଖରେ ହଟାଇ ଦିଆଯାଇଛି। ଏହି ଜାଗା ବେଆଇନ ଭାବେ ଜବରଦଖଲକାରୀଙ୍କ କବ୍ଜାରେ ରହିଥିଲା। ପାୱାର ହାଉସ୍ ରୋଡ୍ ନିକଟରେ ଥିବା ଏହି ଜମି ଟ୍ରକ୍ ଗୁଡ଼ିକର ପାର୍କିଂ ନିମନ୍ତେ ବ୍ୟବହୃତ ହେଉଥିବାରୁ ସହର ମଧ୍ୟରେ ବଡ଼ ବଡ଼ ଟ୍ରକ୍ ଗୁଡ଼ିକର ଅବାଧ ପ୍ରବେଶ ହେଉଥିଲା, ଯାହା ଫଳରେ ଟ୍ରକ୍ ଧୂଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ସୃଷ୍ଟି ହେବା ସହ ସହର ଭିତରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା। ବୁଧବାର ଦିନ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ ହୋଇଥିଲା। ଏଥିପୂର୍ବରୁ ଡାକବାଜି ମାଧ୍ୟମରେ ଏହି ସ୍ଥାନରୁ ଟ୍ରକ୍ ତଥା ଅନ୍ୟ ସମସ୍ତ ଯାନବାହନ ଗୁଡ଼ିକୁ ଯଥାଶୀଘ୍ର ହଟାଇବା ପାଇଁ ଘୋଷଣା କରାଯାଇଥିଲା। ମାତ୍ର କିଛି ଅମାନିଆ ବ୍ୟକ୍ତି ଏହି ନିର୍ଦ୍ଦେଶକୁ ନ ମାନିବାରୁ ବୁଧବାର ଦିନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ପାନପୋଷ ଆସିଷ୍ଟାଣ୍ଟ ସବ୍ କଲେକ୍ଟର ଶ୍ରୀଯୁକ୍ତ ବିକାଶ ଭୋଇ, ଡିଏସ୍ପି ନିର୍ମଳ ଚନ୍ଦ୍ର ମହାପାତ୍ର, ଆର୍ଟିଓ ବିଭୋର ସାମନ୍ତରାୟ, ଆର୍ଏମ୍ସିର ଏନଫୋର୍ସମେଣ୍ଟ ଟିମ୍ ଓ ପୁଲିସ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।